ହାଟରେ ହେଉ କି ବାଟରେ, ଘରେ ହେଉ କି ଦାଣ୍ଡରେ, ସତେ ଯେମିତି ଯମ ସାଜି ଛକି ରହିଥିବା ଅପରାଧୀ ମଣିଷକୁ ମରଣ କୋଡ଼କୁ ଝାମ୍ପି ନେଉଛି ଆଖି ପଲକେ, ଯାହାର ଏକ ନମୁନା ଗତ ରାତିରେ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିସ୍ତବ୍ଧ ରାତିରେ ଠକ୍ ଠକ୍ ଶବ୍ଦ ଶୁଣି କବାଟ ଖୋଲିଲା ବେଳକୁ ଗୁଳି ମାଡ଼ରେ ଚାଲିଗଲା 7 ମାସର ଗର୍ଭଧାରଣ କରିଥିବା ଜଣେ ମହିଳାଙ୍କର ଜୀବନ। କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେ ନେଇ ପୁଲିସ ଖୋଳତାଡ଼ କରୁଥିବା ବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ। ଗର୍ଭରେ ଖେଳୁଥିଲା 7 ମାସର ରକ୍ତମାଂସର ପିଣ୍ଡୁଳାଟିଏ। 2 ମାସ ପରେ ପାଦ ଥାପିଥାନ୍ତା ନବଜାତ, କିନ୍ତୁ ଦୁର୍ଭାଗ୍ୟର ରେଖା ଟାଣିଦେଲା ଦୈବ। ଯେଉଁ ମାର ଗର୍ଭକୁ ଘର ଭାବି ବଢ଼ୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତ ରଞ୍ଜିତ ହୋଇ ପ୍ରାଣ ହରାଇଲା। ବକ୍ଷସ୍ଥଳରେ ଦୁର୍ବୃତ୍ତର ଗୁଳି ମାଡ଼ ଯୋଗୁଁ ମା ତ ଚାଲିଗଲା, ସେହି ମାର ଗର୍ଭରେ ଆଖି ବୁଜିଲା 7 ମାସର ଗର୍ଭସ୍ଥ ସନ୍ତାନ। ସ୍ତବ୍ଧ ସାରା ଇଲାକା, କେହି କିଛି ବୁଝିପାରୁନାହାନ୍ତି।